ଦେଖ 5 ମାର୍କିଆ କଣ ସବୁ ସିଲେକ୍ସନ ରହିଛି ତାହା ଆଜି ଆମେ ଜାଣିବା। 5 ମାର୍କିଆ ଯୋଉ ସିଲେକ୍ସନ ତମର ସବୁ ତମର ଏଇଥିରୁ ହିଁ ଆସିବ, ଆଉ ବାହାର କୌଣସି ଜିନିଷ ଆସିବନି। ଆଉ 5 ମାର୍କିଆ ତମର 20ଟି ସିଲେକ୍ସନ ଦିଆଯିବ, ତାରି ଭିତରୁ ହିଁ ଆସିବ। ଠିକ ଅଛି। 4th ସେମିଷ୍ଟାର ପିଲାମାନଙ୍କର ଇଥିକ୍ସ ଆଣ୍ଡ ଭ୍ୟାଲୁ, ଯାହାକି ସବୁ ପିଲାମାନଙ୍କ ପାଇଁ ତମେ ସିଲେକ୍ସନ ଜାଣିବାଟା ନିହାତି ଜରୁରୀ। କାହିଁକିନା ତମ ହାତରେ ଆଉ ସମୟ ନାହିଁ, ବେଶୀ ଆମେ ଡେରି କରିବାର ନାହିଁ। ଜଲ୍ଦି ଜଲ୍ଦି କଣ କରିବା ନା ସିଲେକ୍ସନ ସବୁ ଦେଖିନେବା। ଠିକ ଅଛି। ପ୍ରଥମେ ଦେଖ, ପ୍ରକୃତ ଶିକ୍ଷା ଚରିତ୍ର ନିର୍ମାଣ କରିଥାଏ, ସେଇଟା ଆଲୋଚନା କରିବ। ଠିକ ଅଛି, ମାନେ ଲେଖିବ। ଆଉ 5 ମାର୍କିଆ କେମିତି ଲେଖିବ ସମସ୍ତଙ୍କୁ ମୁଁ କହିଦଉଛି, 5ଟି ପଏଣ୍ଟ ଦେଇକି ଲେଖିବ। ଠିକ ଅଛି, 5ଟି ପଏଣ୍ଟ ଦେଇ ତମେ ଯଦି ଲେଖୁଛ ତାହେଲେ ତମକୁ ସେଠି 5 ମାର୍କ ଦିଆଯାଉଛି। ଠିକ ଅଛି, କେହି ବି ମାନେ ପେଜ ଫୁଲ କରିବା ନାଇଁ କି ତମେ ଲେଖିଦବନି ଅଧିକା। 5ଟି ପଏଣ୍ଟ ଦବ, ବେଶୀ ଦବା ଦରକାର ନାହିଁ। ଯେତିକି କହୁଛି ସେତିକି ଲୋକ, ଅଧିକା ଲେଖିଲେ ବହୁତ ଖରାପ। ଠିକ ଅଛି। ତାପରେ ଦେଖ 2 ନମ୍ବର ଦେଖ, ଶୈକ୍ଷିକ ପରାମର୍ଶର ଆବଶ୍ୟକତା ବ୍ୟାଖ୍ୟା କର। ଶୈକ୍ଷିକ ପରାମର୍ଶର ଆବଶ୍ୟକତା ବ୍ୟାଖ୍ୟା କର। ଇଏ ବି ତମର ସିଲେକ୍ସନ, ଯେତେକ ତମର ଦିଆଯାଇଛି ସିଲେକ୍ସନ ତାକୁ ତମେ ସମସ୍ତେ ଲେଖ। ଛାତ୍ରର ଆଗାମୀ ଜୀବନ ନିର୍ମାଣରେ ଗୋଷ୍ଠୀ ଜୀବନର ଭୂମିକା ଆଲୋଚନା କରାଅ। ଦେନ୍ ଦେଖ 4 ନମ୍ବର ଦେଖ, ଜଣେ ଛାତ୍ର କିମ୍ବା ଛାତ୍ରୀ କିପରି ନୈତିକ ନେତୃତ୍ୱ ହାସଲ କରିପାରିବେ ତାହା ତମେ ଆଲୋଚନା କର। ଠିକ ଅଛି, ଇଏ ବି ତମର ଗୋଟେ ସିଲେକ୍ସନ କୋଶ୍ଚିନ୍। ଦେନ୍ ଦେଖ, ପ୍ରକୃତ ଶିକ୍ଷା ଡିଗ୍ରୀ ହାସଲ ପାଇଁ ନୁହେଁ। ପ୍ରକୃତ ଶିକ୍ଷା ଡିଗ୍ରୀଟା କଣ ହାସଲ ପାଇଁ ନୁହେଁ, ବରଂ ମଣିଷ ତିଆରି ପାଇଁ ବ୍ୟାଖ୍ୟା କର। ମାନେ ମଣିଷ ତିଆରି ପାଇଁ ତମେ ସେଇଟା କଣ ତମେ ସେଇଟା ଲେଖିବ। ଏଇ ସବୁ ଜିନିଷ ତମେ ଦେଖ ଟିକେ ବୁଲେଇ ବଙ୍କେଇ ଟିକେ ପକଉଛି ହେଲା। ତମେ ଯଦି ଭଲ ଭାବରେ ଟିକେ ଇଥିକ୍ସ ଆଣ୍ଡ ଭ୍ୟାଲୁ PDF ଦେଖିଥିବ ତାହେଲେ ତମକୁ ପୁରା ଇଜି ଲାଗିବ ଏସବୁ ଜିନିଷ ଲେଖିବା ପାଇଁ। ଠିକ ଅଛି। ତାପରେ ଦେଖ, ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ପାରସ୍ପରିକ ସମ୍ପର୍କ ଏବଂ ସମ୍ପ୍ରଦାୟ ଜୀବନକୁ କିପରି ବିକାଶ କରାଯିବ, ଏ ଗୋଟେ ସିଲେକ୍ସନ ଗଲା। ତାପରେ ଦେଖ, ଶିକ୍ଷାନୁଷ୍ଠାନରେ ନୈତିକ ନେତୃତ୍ୱ ଉପରେ ଏକ ଟିପ୍ପଣୀ ଦିଅ। ଶିକ୍ଷାନୁଷ୍ଠାନର ନୈତିକ ନେତୃତ୍ୱ ଉପରେ ଗୋଟେ ଟିପ୍ପଣୀ ତମେ ଲେଖିବ। ଦେନ୍ ଦେଖ, ସବୁ ଏ 5 ମାର୍କିଆ ସବୁ ଯାକ ସିଲେକ୍ସନ। ଠିକ ଅଛି, ଆଉ ସମସ୍ତେ ନୋଟ କରିକି ରଖ। ପରୀକ୍ଷାରେ ନକଲ କଣ, ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ। ଦେନ୍ ଦେଖ 9 ନମ୍ବର ଦେଖ, ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ପରିସର ଆଲୋଚନା କର। ଇଏ ତମର ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ସବୁ ଯେତେକ ସବୁ ଦେଖୁଛ ଏ ସବୁ ଇମ୍ପୋର୍ଟାଣ୍ଟ ଏବଂ ସିଲେକ୍ସନ, ମାନେ ସବୁ କିଛି ସିଲେକ୍ସନ ତମର ହେଲା। ଆକୁ ଦେଖିକି ସମସ୍ତେ ଯିବ। ମାନେ ତମେ ମାନେ ଯଦି PDF ଡାଉନଲୋଡ କରିବାକୁ ଚାହୁଁଛ ତାହେଲେ ଟେଲିଗ୍ରାମରେ ଜଏନ୍ ହୋଇକିନି PDF ମଧ୍ୟ ଡାଉନଲୋଡ କରିପାରିବ। ତାପରେ ଦେଖ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଶକ୍ତି ସଂରକ୍ଷଣ ପାଇଁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ କଣ କରିପାରିବେ ସେ ବିଷୟରେ ପ୍ରସ୍ତାବ ଦିଅ। ଦେନ୍ ଦେଖ ତମର 11 ନମ୍ବର ଦେଖ, ଶିକ୍ଷାନୁଷ୍ଠାନ ରାଗିଂ ର କୁପରିଣାମ ଆଲୋଚନା କର। ଶିକ୍ଷାନୁଷ୍ଠାନ ଯୋଉ ରାଗିଂ ହୋଇଥାଏ କୁପରିଣାମ ଆଲୋଚନା କର। ଦେନ୍ ଦେଖ 12 ନମ୍ବର ଦେଖ, ପ୍ରକୃତ ଶିକ୍ଷାର ସ୍ୱଭାବ ବର୍ଣ୍ଣନା କର। ପ୍ରକୃତ ଶିକ୍ଷା ସ୍ୱଭାବ କଣ ତମେ ବର୍ଣ୍ଣନା କର। ଦେନ୍ 13 ନମ୍ବର ଦେଖ, ଶିକ୍ଷାର ସଂଜ୍ଞା ନିରୂପଣ। ଶିକ୍ଷାର ସଂଜ୍ଞା ଏବଂ ଶିକ୍ଷା କାହିଁକି ଅଧିକାର ସହିତ ଏକ କଣ ଅଙ୍ଗୀକାର ବଦ୍ଧିତା ବିଶ୍ଳେଷଣ। ଶିକ୍ଷାର ସଂଜ୍ଞା ନିରୂପଣ କରିବ, ମାନେ ଲେଖିବ। ତାର ଶିକ୍ଷା କାହିଁକି ଅଧିକାର ସହିତ ଏକ ଅଙ୍ଗୀକାର ବଦ୍ଧିତା ତାହା ତମେ ଲେଖିବ। ଠିକ ଅଛି, ଦେଖିପାରୁଥିବ କୋଉ ଭଳିଆ ସବୁ କୋଶ୍ଚିନ୍ ଆସୁଛି, କଣ ଆସୁଛି ତମେ ମାନେ ଭଲ ଭାବରେ ମୁଁ ଜାଣିଛି ବୁଝିପାରୁଥିବ। ତାପରେ ଦେଖ, ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ସହଶୈକ୍ଷିକ ଏବଂ ଅତିରିକ୍ତ ଶୈକ୍ଷିକ କାର୍ଯ୍ୟ ଗୁଡ଼ିକର ଗୁରୁତ୍ୱ ଆଲୋଚନା କର। ଠିକ ଅଛି, ମାନେ ଟିକେ ବୁଲେଇକି ତମର ପଚାରୁଛି, କିନ୍ତୁ ସେଇ ଜିନିଷକୁ ପଚାରୁଛି କିନ୍ତୁ ତମକୁ ଟିକେ ବୁଲେଇ ବଙ୍କେଇ ପଚାରୁଛି ହେଲା। ତମେ ମାନେ କିଛି ଡରିବନି, କେହି ଆରାମସେ ଲେଖିବ, କିଛି ଅସୁବିଧା ନାହିଁ। ମେନ୍ କଥା ହଉଛି ତମେ ମାନେ ପଏଣ୍ଟ ଦେଇକି ଲେଖିବ। ଦେଖ, ପରୀକ୍ଷାରେ ଅକୃତ କାର୍ଯ୍ୟ ଏବଂ ଜୀବନର କୃତି କାର୍ଯ୍ୟ ହିଁ ଏହି ଉକ୍ତିକୁ ମାନେ ବିଶ୍ଳେଷଣ କର। ଦେନ୍ ଦେଖ 16 ନମ୍ବର ଦେଖ, ଛାତ୍ରଛାତ୍ରୀ ମାନଙ୍କର ଆତ୍ମହତ୍ୟାର କାରଣ ଗୁଡିକ କଣ। ଏଇଟା ବି ଦେଖୁଛ କୋଉ ଭଳିଆ କୋଶ୍ଚିନ୍ ସବୁ ଆସୁଛି, ବଢିଆ ବଢିଆ କୋଶ୍ଚିନ୍। କାରଣ ଗୁଡିକ କଣ ଏବଂ ଏହାକୁ କିପରି ରୋକାଯାଇ ପାରିବ ଆଲୋଚନା ମାନେ ରୋକାଯାଇ ପାରିବ ତାହା ଲେଖିବ। ତାପରେ ଦେଖ 17 ନମ୍ବର ଦେଖ, ଶିକ୍ଷାର ବିଭିନ୍ନ ଅର୍ଥ ସମ୍ପର୍କରେ ଏକ ବିବରଣୀ ପ୍ରଦାନ। ଶିକ୍ଷାର ବିଭିନ୍ନ ଅର୍ଥ ସମ୍ପର୍କରେ ତମେ କଣ କରିବ ନା ବିବରଣୀ ଲେଖିବ, ବା ଲେଖିବ ସେଇଟା ଭଲ ଭାବରେ। ତାପରେ ଶିକ୍ଷାର ସଂକୀର୍ଣ୍ଣ ଓ ବ୍ୟାପକ ଅର୍ଥ ବୁଝାଇଲେ। ଶିକ୍ଷାର ସଂକୀର୍ଣ୍ଣ ଓ ବ୍ୟାପକ ଅର୍ଥ। ତାପରେ ଦେଖ 19 ନମ୍ବର ଦେଖ, 20 ନମ୍ବର ବି ଦେଖ। ଉଚ୍ଚତର ଶିକ୍ଷାର ଆହ୍ୱାନ ଗୁଡିକ ଦେଖ। ଉଚ୍ଚତର ଶିକ୍ଷାର ଆହ୍ୱାନ ଗୁଡିକ ସବୁ କଣ ସେ ସବୁ ଲେଖିବ। ଦେନ୍ ଦେଖ, ଛାତ୍ର
ଛାତ୍ର ମାନଙ୍କ ମଧ୍ୟରେ ଚିନ୍ତାଗ୍ରସ୍ତର କାରଣ ଓ ନିରାକରଣ ବିଷୟ ତାଙ୍କ ଚିନ୍ତାଗ୍ରସ୍ତର କାରଣ କ'ଣ ଆଉ ତାର ନିରାକରଣ ବିଷୟରେ ମଧ୍ୟ ତମକୁ ଲେଖିବାକୁ ପଡିବ। ବୁଝିପାରିଲ କି ନାହିଁ? ଏଇ ସବୁ ଥିଲା ତମର ମାନେ 5 ମାର୍କିଆ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଉ ଏଇ ହେଉଛି ସିଲେକ୍ସନ କରିଛି। ଆଉ ବାହାରୁ କୌଣସି କ୍ୱେଶ୍ଚିନ୍ ଆସିବ ନାହିଁ, ଯଦି ଆସିବ ଆରି ଭିତରୁ ଆସିବ। ଆଉ ଯୋଉମାନେ ଭିଡ଼ିଓ ଦେଖିଲେ ସେମାନଙ୍କୁ ମୁଁ କହି ରଖୁଛି ସେମାନେ ଏବେଠୁ ପଢ଼ାପଢ଼ି ଷ୍ଟାର୍ଟ କରନ୍ତୁ ଆଉ PDF ମଧ୍ୟ ଡାଉନଲୋଡ କରନ୍ତୁ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।